ନମସ୍କାର ଦର୍ଶକ ବନ୍ଧୁ, ମୁଁ ବିକାଶ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡିଓରେ। ତ ଦର୍ଶକ ବନ୍ଧୁ ଦେଖନ୍ତୁ, ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପକୁ ନେଇ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡେଟଟି ରହିଛି ଯେ ଅନେକ ଛାତ୍ରଛାତ୍ରୀ ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପରେ ଆପ୍ଲାଏ କରିପାରିନଥିଲେ। କାରଣ କାହାର ତ ଏନପିସିଆଇ ପ୍ରୋବ୍ଲେମ ଥିଲା, ତ କାହାର ଓଟିଆର ହଉନଥିଲା, ତ ଯାହାର ଓଟିଆର ହେଉଥିଲା ତାର ଓଟିଆର ଭେରିଫାଇ ହଉନଥିଲା। ତ ଏହାର ଆବେଦନ ପାଇଁ ଅନେକ ସମସ୍ୟା ରହୁଥିଲା ଏବଂ ଏହାର ଲାଷ୍ଟ ଡେଟ୍‌ଟି 30 ନଭେମ୍ବର ରହିଥିଲା। ତ ଅନେକ ଛାତ୍ରଛାତ୍ରୀ ଏହା ଆବେଦନ ମଧ୍ୟ କରିପାରିନଥିଲେ। ତ ରାଜ୍ୟ ସରକାର କଣ କରିଛନ୍ତି ନା ଏହାର ଆବେଦନ ସମୟ ସୀମାକୁ ବୃଦ୍ଧି କରିଛନ୍ତି। ତ ଚାଲନ୍ତୁ ଆଜିର ଏହି ଭିଡିଓରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ଏହାର ଲାଷ୍ଟ ଡେଟ୍‌ଟି କେବେ ରହିଛି। ତ ଭିଡିଓକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ରଖନ୍ତୁ, ଯାହା ଫଳରେ ଆମ ଚ୍ୟାନେଲରେ ଯାହା ବି ଅପଡେଟ୍ ଆସିବ ସର୍ବପ୍ରଥମେ ଜାଣିପାରିବେ। ତ ଦର୍ଶକ ବନ୍ଧୁ ଦେଖନ୍ତୁ, ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପକୁ ନେଇ ଦେଖନ୍ତୁ, ଯେଉଁ ଛାତ୍ରଛାତ୍ରୀମାନେ ବା ଆବେଦନ କରିପାରିନଥିଲେ ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପ ପୋର୍ଟାଲରେ ଆବେଦନ କରିପାରିନଥିଲେ, ତ ସେମାନଙ୍କ ପାଇଁ ଗୋଟେ ସମୟ ବୃଦ୍ଧି କରିଛନ୍ତି ସରକାର। ଯେଉଁମାନଙ୍କର ଅନେକ ପ୍ରୋବ୍ଲେମ ଯେମିତିକି ଏନପିସିଆଇ ପ୍ରୋବ୍ଲେମ, ଓଟିଆର ପ୍ରୋବ୍ଲେମ, କାହାର ତ ଆଧାର ଲିଙ୍କ ନଥିଲା, ଏହିସବୁ ପ୍ରୋବ୍ଲେମକୁ ନେଇ ଅନେକ ଛାତ୍ରଛାତ୍ରୀ ଆବେଦନ କରିପାରିନଥିଲେ। ତ ସେମାନଙ୍କ ପାଇଁ ଏହାର ଆବେଦନ ସମୟ ସୀମା ବୃଦ୍ଧି କରିଛନ୍ତି ସରକାର। ତ ଏହାର ଲାଷ୍ଟ ଡେଟ୍‌ଟି ରହିଛି ଦେଖନ୍ତୁ 31 ଡିସେମ୍ବର। 31 ଡିସେମ୍ବର ପର୍ଯ୍ୟନ୍ତ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ସେଥିମଧ୍ୟରେ ଆପଣମାନେ ଯେଉଁ ଛାତ୍ରଛାତ୍ରୀମାନେ ଆବେଦନ କରିନାହାନ୍ତି ଶୀଘ୍ର ଶୀଘ୍ର ଆବେଦନ କରାଇ ନିଅନ୍ତୁ ଏବଂ ଏହା ଆବେଦନ ପାଇଁ ଆପଣଙ୍କର ଆଧାର କାର୍ଡ, ଫଟୋ ଗୋଟେ, ଓଟିଆର ନମ୍ବର ଲାଗିଥାଏ ଏବଂ ବ୍ୟାଙ୍କ ପାସବୁକ୍, ଇନକମ୍ ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ ସବୁ ଥିଲେ ହିଁ ଏହି ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପ ଆବେଦନ କରିପାରିବେ। ଯେଉଁ ଛାତ୍ରଛାତ୍ରୀମାନେ ଏହା ଆବେଦନ କରିନାହାନ୍ତି, ଯୋଉ ଶୀଘ୍ର ଶୀଘ୍ର ଆବେଦନ କରାଇ ନିଅନ୍ତୁ। 31 ତାରିଖ ରହିଛି ଏହାର ଲାଷ୍ଟ ଡେଟ୍। ତା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ଏହା ଆବେଦନ କରାଇ ନିଅନ୍ତୁ।